ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର 58ତମ ପ୍ରତିଷ୍ଠା ଦିବସ ପାଳିତ। ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆଜି 58ତମ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭାସ୍କର ରୋହିତ, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବବିଲତା ଶ୍ରଫ ଅଧ୍ୟକ୍ଷତା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ଡକ୍ଟର ସରସ୍ୱତୀ ରାୟ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଅବସରପ୍ରାପ୍ତ ଅଧ୍ୟାପକମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ଭଗବାନଙ୍କଠାରେ ଦୀପ ପ୍ରଜ୍ୱଳନ କରି ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରାଯାଇଥିଲା। ଅତିଥିମାନେ ନିଜର ଅଭିଜ୍ଞତା ଜ୍ଞାପନ କରି ତାଙ୍କର ଅନୁଭୂତିକୁ କହିବା ସହ ସମସ୍ତଙ୍କୁ ମାର୍ଗଦର୍ଶନ କରାଇଥିଲେ। ଅତିଥି ଓ ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ସମ୍ମାନ କରି ପୁଷ୍ପ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷରୋପଣ କରାଗଲା। RAYCOS ଓ ଭଲିବଲ କୋର୍ଟ ଉଦ୍ଘାଟନ କରାଗଲା। ଏହାସହ ଯୁକ୍ତ 2 ପରୀକ୍ଷାରେ ମହାବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଳା ବିଭାଗର ଉଦୟ ମାଣ୍ଡାଙ୍ଗୀ, ବାଣିଜ୍ୟ ବିଭାଗର ସାବିତ୍ରୀ କରକରିଆ, ବିଜ୍ଞାନ ବିଭାଗର ଶିପାନା ପେନୁଶ୍ରୀ ଏବଂ ଧନ୍ଦାମୂଳକ ବିଭାଗର ଛାତ୍ର ଗୌତମ ହିମିରିକା ଏବଂ ଅଜୁ ବିଭର, ଯୁକ୍ତ 3 କଳା ହିନ୍ଦୀ ବିଭାଗର ଛାତ୍ର ଗୌସ୍ତ ଚନ୍ଦ୍ର ଶେଖର, ବାଣିଜ୍ୟ ବିଭାଗର ଛାତ୍ର ଚିତ୍ରା ଅମୃତ, ବିଜ୍ଞାନ ବିଭାଗର ଛାତ୍ରୀ ଗେଡ଼େଲା ତୁଳସୀ ଏବଂ ସ୍ନାତକୋତ୍ତରରେ କଳା ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀ ବିନୋଦ ବେଡ଼େକା ଓ ଧରିତ୍ରୀ ମେହେର, ବାଣିଜ୍ୟ ବିଭାଗର ଛାତ୍ର ନିରଞ୍ଜନ ନାୟକ, ବିଜ୍ଞାନ ବିଭାଗର ଛାତ୍ରୀ ମନସ୍ୱିନୀ ନାହକ ଶୀର୍ଷ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିବା ହେତୁ ଏମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇ ଶୁଭେଚ୍ଛା କରାଯାଇଥିଲା। ଏହି ସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସଭା ଶେଷରେ ଡକ୍ଟର ସରସ୍ୱତୀ ରାୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ରାୟଗଡ଼ାରୁ ମନୋଜ ମିଶ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।